ତେଣୁ ଏଇଠୁ ଆରମ୍ଭ କରିବା। ଦିସ୍ ୱାଜ୍ ଏ ଫୋର୍ ଫ୍ରଣ୍ଟ ଅଫ୍ ଗଡ୍ସ 1000-fold ହାଉସ୍, ବିଗିନିଂସ୍ ଅଫ୍ ଦି ହାଫ୍ ସ୍କ୍ରିନ୍ଡ ଇନଭିଜିବୁଲ୍। ଯେତେବେଳେ ଆମେ ସେକ୍ସନ୍ 6ରେ ଆମେ ପଢ଼ୁଛନ୍ତି ଗୋଟେ ବୋର୍ଡର ରିଲିମ୍ ବିଷୟରେ, ଏକ ବୋର୍ଡର ସୋଭରେନ୍ ବିଷୟରେ, ଏଠି ଧ୍ୟାନ ରଖିବା ଯେ ଏଇ ରାଜ୍ୟଟି, ଏଇ ରିଲିମ୍ଟି ବା ଏଇ ପ୍ରାନ୍ତ ପ୍ରଦେଶଟି ଓଭରମାଇଣ୍ଡର ଜଗତ। ଆଉ ଅଶ୍ୱପତିଙ୍କର ଯାତ୍ରା ରାଇଟ୍ ଫ୍ରମ୍ ଦି ଫିଜିକାଲ ମାଇଣ୍ଡରୁ ଟୁ ଦି ସୁପ୍ରାମେଣ୍ଟାଲ ବା ସୁପର ମାଇଣ୍ଡକୁ ଲମ୍ବି ଯାଇଛି। ଆମେ ୟା ପୂର୍ବରୁ ତାଙ୍କର ଯୋଗର, ଅଶ୍ୱପତିଙ୍କର ଯୋଗ ପ୍ରକ୍ରିୟାରେ ତାଙ୍କର ଗତି ଆଉ ତାଙ୍କର ପ୍ରଗତି ଆଉ ତାଙ୍କର ସିଦ୍ଧି ଗୋଟେ ପରେ ଗୋଟେ ଏଇ ସ୍ତର ଦେଇକି ଆସିଛନ୍ତି। ଫିଜିକାଲ ମାଇଣ୍ଡରୁ ଆରମ୍ଭ କରିଥିଲେ, ହାୟର ମାଇଣ୍ଡରେ ଜାଣିଥିଲେ। ଫିଜିକାଲ ମାଇଣ୍ଡ ଏକ, ଯାହା ଆମେ ସମସ୍ତେ ଯେଉଁ ମାଇଣ୍ଡରେ ବଞ୍ଚିଛେ, ଏକ ସାଧାରଣ ମନ, କଣ୍ଟ୍ରୋଲ ବାଇ ଲିମିଟେସନ୍, କଣ୍ଟ୍ରୋଲ ବାଇ ଇଗୋ, କଣ୍ଟ୍ରୋଲ ବାଇ ଇଗ୍ନୋରାନ୍ସ। ଦିସ୍ ଇଜ୍ ଆୱାର ଫିଜିକାଲ ମାଇଣ୍ଡ। ଏକ ସାଧାରଣ ଚେତନାର ମନ, ଏକ ସାଧାରଣ ମନ। ଏସବୁ ତାଙ୍କ ଆରୋହଣର ଏକ ଏକ ସ୍ତର। କେବଳ ଅଶ୍ୱପତିଙ୍କର ନୁହେଁ, ଆମ ଜୀବନଯାତ୍ରାର, ଆମ ଯୋଗଯାତ୍ରାର ଏସବୁ ପାହାଚମାନ ଆମ ସମସ୍ତଙ୍କୁ ଦିନେ ନା ଦିନେ ଅତିକ୍ରମ କରିବାକୁ ପଡ଼ିବ। ଫିଜିକାଲ ମାଇଣ୍ଡ, ହାୟର ମାଇଣ୍ଡ, ଯେତେବେଳେ ଗୋଟେ ଉଚ୍ଚତର ମନ କଥା ଆସେ, ଆମେ ଧାରଣା ଦ୍ୱାରା ଆମେ ଜ୍ଞାନ ପ୍ରାପ୍ତି କରନ୍ତି, ଏକ ସ୍ଥିର ବୁଦ୍ଧି ଆମେ ପ୍ରାପ୍ତ କରନ୍ତି, ସେଇଟାକୁ ହାୟର ମାଇଣ୍ଡ କହୁଛେ। ପୁଣି ଗୋଟେ ଇଲୁମାଇନ୍ ମାଇଣ୍ଡ ଭିତରକୁ ତାପରେ ପ୍ରବେଶ ହୁଏ, ଯେଉଁଟାକି ଏକ ଆଲୋକର ମନ। ସେଠି ଆଉ ଧାରଣା କାମ ନୁହେଁ, ସେ ଡାଇରେକ୍ଟ ଆଲୋକ ଦ୍ୱାରା ହିଁ ଜ୍ଞାନର ସଞ୍ଚାର ହୁଏ, ପ୍ରକାଶ ହୁଏ, ଏକ ପ୍ରକାଶିତ ମନ ବା ନଲେଜ କମ୍ସ ଥ୍ରୋ ଲାଇଟ୍। ତାପର ଷ୍ଟେଜ୍ଟି ଇଣ୍ଟ୍ୟୁଟିଭ୍ ମାଇଣ୍ଡ। ଇଣ୍ଟ୍ୟୁଟିଭ୍ ମାଇଣ୍ଡ ବିଷୟରେ ଆମେ ଜଷ୍ଟ ପଢ଼ୁଥିଲେ। ମାଇଣ୍ଡ ଇଜ୍ ଦ ମେଡ଼ିଏଟର। ସେଇଟା କ'ଣ? ସେଠି ଇଣ୍ଟ୍ୟୁଟିଭ୍ ମାଇଣ୍ଡ କଥା କହୁଛନ୍ତି। ଯେବେ ସମୟ ହେବ, ସାବିତ୍ରୀ ଭିତରେ ମନ ମାଇଣ୍ଡର ପରିଭ୍ରମଣ ବା ଯାତ୍ରାର ବ୍ଲୁ ପ୍ରିଣ୍ଟ ବିଷୟରେ ଆମେ ଗୋଟେ ସ୍ପେଶାଲ ଡିସ୍କସନ୍ କରିବା। ଏବେ ସେ ସମୟ ନୁହେଁ, ଆମକୁ ଅଧ୍ୟୟନ ଆହୁରି ବାକି ଅଛି କରିବାକୁ। ତେଣୁ ଯେତେବେଳେ ୟା ପୂର୍ବରୁ ଆମେ ପଢ଼ୁଥିଲେ ମାଇଣ୍ଡ ଇଜ୍ ଦ ମେଡ଼ିଏଟର, ସେଠି ଇଣ୍ଟ୍ୟୁଟିଭ୍ ମାଇଣ୍ଡ କଥା କହୁଥିଲେ। ଇଣ୍ଟ୍ୟୁଟିଭ୍ ମାଇଣ୍ଡ ଭିତରେ ସେତେବେଳେ ଇଣ୍ଟ୍ୟୁଟିଭ୍ ମାଇଣ୍ଡର ଜଗତ ଭିତରେ ଅଶ୍ୱପତି ଥିଲେ। ଆଉ ସେକ୍ସନ୍ 6ରେ ଯାହା ବର୍ଣ୍ଣନା କରାହେଉଛି, ଇଏ ହେଲା ଓଭର ମାଇଣ୍ଡର କଥା, ଏକ ଅଧିମାନସର କଥା। ଅଧିମାନସ, ଅତିମାନସ ନୁହେଁ, ଅଧିମାନସ, ଓଭର ମାଇଣ୍ଡ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ଜଗତରେ ଦୃଶ୍ୟ ଅଦୃଶ୍ୟ ଜଗତଙ୍କର କୋଅର୍ଡ଼ିନେସନ୍ ହୁଏ, ଭେଟ ହୁଅନ୍ତି ବା ତାଙ୍କ ଭିତରେ ଗୋଟେ ସମ୍ପର୍କ ସ୍ଥାପନ ହୁଏ। ଯେଉଁ ସମ୍ପର୍କ ସ୍ଥାପନ କରିବାରେ ଆଜି ସେଇ ବଡ଼ ସଭରେନ୍ ବା ଶକ୍ତି ବା ଡାଇନାମିକ୍ ଆସ୍ପେକ୍ଟ ଅଫ୍ ଦି ଡିଭାଇନ୍ କାର୍ଯ୍ୟରତ ଅଛନ୍ତି। ସେ ବିଷୟରେ ଆମେ ଆଗରୁ ପଢ଼ିଥିଲେ। ଓଭର ମାଇଣ୍ଡର ଏଇ ଜଗତଟି ଏଇଥିପାଇଁ ଇମ୍ପୋର୍ଟାଣ୍ଟ। ଦିସ୍ ଇଜ୍ ଦ ରିଲିମ୍ ହ୍ୱେୟାର ୱାନ୍ ବିକମ୍ସ ମେନି। ମନେ ରଖନ୍ତୁ, କେବଳ ଦୃଶ୍ୟ ଅଦୃଶ୍ୟ ଜଗତ କିମ୍ବା ସଫ୍ଟୱେୟାର ଆଣ୍ଡ ଗ୍ରସ୍ ୱାର୍ଲଡର ମେଡ଼ିଏଟର ନୁହେଁ। ଏଇଠି ହାୟର ରିଲିମ୍ରୁ ଏକ ଅନେକ ହେବାର ପ୍ରକ୍ରିୟା ଥାଏ। ୱାନ୍ ସେପାରେଟ୍ ହିମସେଲ୍ଫ, ଗୋଟେ ସେପାରେଟର ଭାବ ଆସେ। ସେତେବେଳେ ସେପାରେସନ୍ଟା ଇଗ୍ନୋରାନ୍ସ ଭିତରୁ ଯାଇନଥାଏ। ସେ ଜଗତରେ ସେପାରେସନ୍ ଅଛି। ଏକ ଯେତେବେଳେ ବହୁ ହେବେ ତ ସେପାରେସନ୍ ହେବେ ନା, ସେତେବେଳେ ଇଗ୍ନୋରାଣ୍ଟ ଭିତରୁ ସେ ଫଲ୍ କରିନଥାନ୍ତି, ଅନେକ ଭିତରେ ସେ ନିଜକୁ ପ୍ରକାଶ କରିଥାନ୍ତି। ଏଇଟା ହେଲା ହାୟର ମାଇଣ୍ଡର ଜଗତ। ସେତେବେଳେ ଆମେ ପଢ଼ିଲେ
सी हैज कैनालाइज्ड द आउटब्रेक्स ऑफ गॉड यही रिलीमटा हला होची ए राज्यटी हला देवता मानकर राज्य रिलीम्स ऑफ गॉड्स हियर गॉड टेक्स बार्थ बा गॉड्स टेक बार्थ गोटे देवता नुहति बहु देवता बहु शक्तिर प्रकाश हुए जन्म हुए एवं से तांकर कार्य पई प्रेरित होती डिसेंड करते आउटब्रेक्स ऑफ गॉड कथा पढ़ी तेणु यही ओवरमाइंड जगतटी अति गुरुत्वपूर्ण ट्रांजिशन दिस इज द रिलीम ऑफ ट्रांजिशन आउ से ट्रांजिशन भितर एक द्वाररक्षी भाव रे स्वयं ईश्वरी बा सुप्रीम रूलर कार्यरत अच्छा दिस वाज द फोर फ्रंट ऑफ गॉड्स थाउजेंड-फोल्ड हाउस सावित्री कहवाई कह जाए ना बा सावित्री केवल बुझापी कह जाए ना सावित्री मनन चिंतन ध्यान केवल तांकर उपस्थिति को आम भीतर को आह्वान करिवार एक सुजोग हिसाब रे निया जाई पारे बारंबार कहूसी आमे जानिबा कथा कहिबा पई अभिप्राय रहिबा उचित नुहे बास कहवा सकाशे कहवा आवश्यकता नुहे आवश्यक एइथिपाई जे आमे समस्ते यही मुहूर्तटी को अति पवित्रता सहित तांको निवेदन करती एक अन्वेषण भाव नहीं एक पाइबार खोजिबार सकाशे आम मुहूर्तटी को आलोचना और अध्ययन भितर निजको नियोजित करती दिस वाज ए फोर फ्रंट ऑफ गॉड्स थाउजेंड-फोल्ड हाउस किसी कथा मनरु आसे किसी कथा ज्ञानरु आसे आ किसी कथा हृदय आसे मनरु आसुवा मनरु कहूवा मंच बहुत अच्छे ए ज्ञानरु आसुवा प्लाटफर्म भी बहुत अच्छे मत लगे जो हृदय आसुवा कथार प्लाटफर्म आम एपर्यंत हर कहीं आम निजे खोजार आम भूल करे जिते गॉड्स थाउजेंड-फोल्ड हाउस कथा कहते ये ईश्वरंकर असीम निवास ईश्वर एक रे नाहंती बारंबार आम जानी पढ़ी ईश्वर ये बहुरे विद्यमान अच्छा ईश्वर गृह एक नुहे अनेक सहस्राधिक घर गोटे गोटे वार्ड उपर ध्यान करंतु ना ब्रह्म ज्ञान प्राप्त हो गॉड्स थाउजेंड हाउस मान कौन सबुथ ईश्वर विद्यमान ब्रह्ममय जगत है गोटे मुहूर्त गोटे शब्द आपन को शिखर पहुँचे पारे वर्ष वर्ष धरी जोगी जोग साधन करुथांती फलर आशा न थाए किंतु गोटे यही भाया मुहूर्त आसे से मुहूर्त अपलिफ्ट कर दिए सिद्धि प्राप्त कर दिए जदि ईश्वर निवास आम खोजा केते जगार खोजा से कथा कही हिरण्यकश्यप प्रहलाद देखा तोर भगवान तोर ईश्वर कौटी अच्छा सबुठी अच्छा खंबरे भी अच्छा कहले खंब को भांगिले खंब भितर स्वयं ईश्वर आविर्भाव हेले गौतम बुद्ध अस्वस्थ गछ मूले बुद्धि प्राप्त हेले ज्ञान प्राप्त हेले बा पिपल गछ आम कहवा कई पिपल कहते एका कथा अस्वस्थ गछ कई बुद्धि द्रुम कहते
ତାହେଲେ ଈଶ୍ୱରଙ୍କ ନିବାସ କେଉଁଠି ଥିଲା? ସେଇ ବୃକ୍ଷରେ। ଈଶ୍ୱରଙ୍କର ନିବାସ କେଉଁଠି ଥିଲା? ସେଇ ଖମ୍ବରେ। ଈଶ୍ୱରଙ୍କର ନିବାସ କେଉଁଠି ଥିଲା? ମୋ ଭିତରେ। ଈଶ୍ୱରଙ୍କ ନିବାସ କେଉଁଠି ଅଛି? ଆପଣଙ୍କ ଭିତରେ। ଈଶ୍ୱରଙ୍କ ନିବାସ କେଉଁଠି ଅଛି? ଫୁଲରେ, ଆକାଶରେ, ପବନରେ, ପ୍ରତ୍ୟେକ ବସ୍ତୁରେ। ଆଉ ସେ ସ୍ପେସ୍ ଭାବରେ ଚାରିଆଡ଼େ ବିସ୍ତାରିତ ହୋଇକି ଅଛନ୍ତି। ତେଣୁ ଯେତେବେଳେ ଗଡ୍ସ 1000-fold ହାଉସ୍ କଥା କହୁଛନ୍ତି, ଇଏ ତାହାର ଯେଉଁ ଜାଗାରେ ଆଜି ଅଶ୍ୱପତି କଥା କୁହାହେଉଛି ନା, ଅଶ୍ୱପତି ବର୍ତ୍ତମାନ ଯେଉଁଠି ବିଦ୍ୟମାନ, ଯେଉଁ ଜାଗାରେ ସେ ଦଣ୍ଡାୟମାନ, ସେଇଟା ହେଲା, ସେ କହୁଛନ୍ତି ଏଇଟା ଫୋର୍ ଫ୍ରଣ୍ଟ ଅଫ୍ ଅସଂଖ୍ୟ ନିବାସ, ଅସୀମ ଈଶ୍ୱରଙ୍କର ଅସୀମ ନିବାସରେ ମାତ୍ର ପ୍ରବେଶ ପଥ, ମୁଖ୍ୟ ମାନେ ପ୍ରବେଶ ଦ୍ୱାର ବା ପ୍ରଥମ ଘର, ଫୋର୍ ଫ୍ରଣ୍ଟ, ବିଗିନିଙ୍ଗସ୍ ଅଫ୍ ଦି ହାଫ୍ ସ୍କ୍ରିନ୍ଡ ଇନଭିଜିବୁଲ୍। ଯେଉଁ ଅଦୃଶ୍ୟ ପୁରୁଷ ସାରା ବିଶ୍ୱକୁ ଘେରି ରହିଛନ୍ତି। ମ୍ୟାନିଫେଷ୍ଟ ଅନମ୍ୟାନିଫେଷ୍ଟ ଭିତରେ ଯେଉଁ ଦ୍ୱନ୍ଦ୍ୱରେ ମଣିଷ ଛନ୍ଦି ହୋଇଛି, ସମଗ୍ର ଜଗତ ଛନ୍ଦି ହେଉଛି ଏବଂ ମ୍ୟାନିଫେଷ୍ଟକୁ ସତ୍ୟ ବୋଲି ଭାବୁଛି, ଅନମ୍ୟାନିଫେଷ୍ଟ ବିଷୟରେ ଚୁପ୍ ରହିଯାଉଛି। ମ୍ୟାନିଫେଷ୍ଟ ୱିଦାଉଟ୍ ଅନମ୍ୟାନିଫେଷ୍ଟ ଡଜ୍ ନଟ୍ ଏକ୍ଜିଷ୍ଟ। ଯାହା ମ୍ୟାନିଫେଷ୍ଟ ହେଉଛି ଆମ ସାମ୍ନାରେ, ଯାହା ବସ୍ତୁ ଆକାରରେ, ପ୍ରାଣୀ ଆକାରରେ, ବୃକ୍ଷ ଆକାରରେ, ସୃଷ୍ଟି ଆକାରରେ, ତାର ସ୍ଥିତି ନାହିଁ ଅନମ୍ୟାନିଫେଷ୍ଟଙ୍କ ବିନା। ମ୍ୟାନିଫେଷ୍ଟ ଭିତରେ ଅନମ୍ୟାନିଫେଷ୍ଟକୁ ଖୋଜିବାର ପ୍ରକ୍ରିୟା ହେଲା ଯୋଗ। ତେଣୁ ଏଇ ଯେଉଁ ଜାଗାରେ ଏବେ ଅଶ୍ୱପତି ଅଛନ୍ତି, ଦିସ୍ ଇଜ୍ ଦ ବିଗିନିଂ ଓନ୍ଲି। ବିଗିନିଂ କାହାର ବିଗିନିଂ ଓନ୍ଲି? ହାଫ୍ ସ୍କ୍ରିନ୍ଡ ଇନଭିଜିବୁଲ୍, ଯେଉଁ ଅଦୃଶ୍ୟ ପରମ, ତାଙ୍କର ଛାୟା ଯେଉଁ ମାତ୍ର ଦେଖାହେଉଛି, ଇଏ ତାର ସେ ଛାୟାଟା କହୁଛନ୍ତି ଯେଉଁ ହାଫ୍ ସ୍କ୍ରିନ୍ଡ, ହାଫ୍ ହିଡେନ୍, ଅର୍ଦ୍ଧଦୃଶ୍ୟମାନ, ଅଦୃଶ୍ୟଙ୍କର ଅର୍ଦ୍ଧ ଛାୟାମାନ। ଇଏ କେବଳ ତାର ଫୋର୍ ଫ୍ରଣ୍ଟ ଘରକୁ କ'ଣ କହନ୍ତି, ବିରାଟ ଅଟ୍ଟାଳିକା ଭିତରକୁ ପ୍ରବେଶ କରିବା ପୂର୍ବରୁ ଯେଉଁ ପ୍ରଥମ ଗୃହଟି ଥାଏ, ସେଇ ଜଗତରେ, ସେଇଟା ଓଭର ମାଇଣ୍ଡ, ସେଇ ଜଗତରେ ଆଜି ଅଶ୍ୱପତି ଦଣ୍ଡାୟମାନ। ଏ ମ୍ୟାଜିକ୍ ପୋର୍ଚ ଅଫ୍ ଏଣ୍ଟ୍ରି ଗ୍ଲିମରିଂ। ସେଇଠୁ କଣ୍ଟିନ୍ୟୁ ହେଉଛି ଯେଉଁଠି ବିଗିନିଙ୍ଗସ୍ ଅଫ୍ ଦ ହାଫ୍ ସ୍କ୍ରିନ୍ ଇନଭିଜିବୁଲ୍, ଏ ସରିଗଲା ଷ୍ଟାଞ୍ଜା, ଗୋଟେ ନୂଆ ଷ୍ଟାଞ୍ଜା ଆରମ୍ଭ ହେଉଛି। ଏ ମ୍ୟାଜିକ୍ ପୋର୍ଚ ଅଫ୍ ଏଣ୍ଟ୍ରି ଗ୍ଲିମରିଂ। ପୋର୍ଚ କହିଲେ କ'ଣ ଆସେ ମନକୁ? ଗୃହ ଭିତରକୁ ପ୍ରବେଶ କରିବା ପାଇଁ ତା ପୂର୍ବରୁ ଯେଉଁ ଏରିଆ ଥାଏ, ଏକ ବାରଣ୍ଡା ସଦୃଶ ଆମେ କହିବା, ଗୃହର ଏକ ପ୍ରବେଶ ପଥ ବା ବାରଣ୍ଡା, ତାକୁ ପୋର୍ଚ କହିପାରିବା। ଏ ମ୍ୟାଜିକ୍ ପୋର୍ଚ ଅଫ୍ ଏଣ୍ଟ୍ରି ଗ୍ଲିମରିଂ, ଏକ ରହସ୍ୟମୟ ପ୍ରବେଶ ଦ୍ୱାର ସେଠି ଗ୍ଲିମରିଂ କରୁଛି ଅଶ୍ୱପତିଙ୍କ ସାମ୍ନାରେ। ସ୍ପଷ୍ଟ ଦେଖାଯାଉନି କିନ୍ତୁ ଝିଲମିଲ କରୁଛି। ଓ quivered in a penumbra of screened light। ସେଇ ଯେଉଁ ଜ୍ୟୋତିର୍ମୟ ଆଲୋକ ଯେ ଅତି ଗୋପନ କୋଠରୀରେ ଗୁପ୍ତ ଆକାରରେ ସ୍କ୍ରିନ୍ ହେଇକି, ହିଡେନ୍ ହେଇକି ଅଛି, ତାର ଛାୟା ମାତ୍ର ଏବେ ଦୃଶ୍ୟମାନ ହେଉଛି ଅଶ୍ୱପତିକୁ। ଆଉ ସେ ଛାୟା ଅର୍ଦ୍ଧ ଛାୟା, ପେନୁମ୍ବ୍ରା ହେଲା ଅର୍ଦ୍ଧ ଛାୟା, ଅଳ୍ପ ଆଲୋକ ଅଳ୍ପ ଛାଇ। ତାହା ସ୍ପଷ୍ଟ କରୁଛି ଯେ ଆଲୋକ ବେଶୀ ଦୂରରେ ନାହିଁ। ପରମଙ୍କର ଛାୟା ଜ୍ୟୋତି ଅଛି, ପରମ ବେଶୀ ଦୂରରେ ନାହାନ୍ତି। ପରମଙ୍କର ସ୍ୟାଡୋ କିଏ? ମ୍ୟାନିଫେଷ୍ଟେଡ୍ ଥିଙ୍ଗସ୍, ଯାହା ଆମ ଚାରିପାଖରେ ବିଦ୍ୟମାନ ଅଛି, ଯାହାକୁ ଆମେ ମ୍ୟାନିଫେଷ୍ଟ କହୁଛୁ, ମ୍ୟାନିଫେଷ୍ଟେଡ୍ ହେଇଛନ୍ତି, ସିଏ ହେଲା ତାଙ୍କର ସ୍ୟାଡୋ। ଯଦି ସିଏ ଅଛି ତାହେଲେ ସିଏ ଆଉ କେତେ ଦୂରରେ? ସିଏ ଅଛନ୍ତି ବୋଲି ସିନା ଇଏ ଅଛି, ଏ ଜଗତ ଅଛି, ଏ ମ୍ୟାନିଫେଷ୍ଟେଡ୍ ୱାର୍ଲଡ ଏକ୍ଜିଷ୍ଟ, ଏଭ୍ରିଥିଙ୍ଗ ଏକ୍ଜିଷ୍ଟ।
ସେ ତାଙ୍କର ଛାୟା ମାତ୍ର ଆକାରରେ ଅଛି। ଯଦି ତାଙ୍କର ଛାୟା ଅଛି ସେ ତ ନିଶ୍ଚିତ ଅଛନ୍ତି ଅନତି ଦୂରରେ। ଭିତରକୁ ଯାଆନ୍ତୁ। ସେଇଥିପାଇଁ କହୁଛି ସାବିତ୍ରୀ ଜ୍ଞାନରେ ପଢ଼ାଯାଏ ନାହିଁ, ମନରେ ପଢ଼ାଯାଏ ନାହିଁ। ସାବିତ୍ରୀ ଉପଲବ୍ଧି ହୃଦୟର ପବିତ୍ର ନେଇ ପଢ଼ାଯାଏ। କମେଣ୍ଟାରୀ ଦେଇକି ସାବିତ୍ରୀର ଅର୍ଥ ବୁଝିବା ଅଲଗା ସ୍ୱାଦ। ଆଉ ସେଇ ଅର୍ଦ୍ଧଛାୟାର ସେଇ ତେଜମୟ ଜ୍ୟୋତିର୍ମୟ ତେଜମୟ ଅର୍ଦ୍ଧଛାୟାର ଅର୍ଦ୍ଧଛାୟା ଭିତରେ ଯେମିତି ତାଙ୍କର ଅର୍ଦ୍ଧଛାୟାଟା ଯେମିତି କୁଇଭରିଂ ହେଉଛି, ଏକ ମୃଦୁ କମ୍ପନ ସଦୃଶ ଜଣାପଡ଼ୁଛି। ଦିଟ୍ ଇଜ୍ ଏ ପୋଏଟିକ୍ ଡେସ୍କ୍ରିପସନ୍। ବହୁତ ଦୂରରେ ଯଦି ଆଲୋକ ରାଶି ଦୃଶ୍ୟମାନ ହୁଅନ୍ତି, ସେ ଆମକୁ ଲାଗେ ଯେମିତି ଗୋଟେ କୁଇଭରିଂ ଷ୍ଟେଜ୍ରେ ଥିଲା ଭଳିଆ ଲାଗେ। ଯେମିତି ଆଲୋକ ଜଳୁଛି ଲିଭୁଛି ଗୋଟେ ମୃଦୁ କମ୍ପନ ସଦୃଶ ଲାଗେ। ଏଠି ସେ କୁଇଭରିଂ, ଏଠି କୁଇଭର୍ଡ ଇନ୍ ପେନିମ୍ବ୍ରା ଅଫ୍ ସିକ୍ରେଟ୍ ଲାଇଟ୍। ସେଇ ମ୍ୟାଜିକ୍ ପୋର୍ଚଟି, ସେଇ ମ୍ୟାଜିକ୍ ପୋର୍ଚ ଭିତରେ ଏକ ମୃଦୁ କମ୍ପନ ଖେଳି ଯାଉଛି ସେ ଆଲୋକର ଅର୍ଦ୍ଧଛାୟାର, ସେ ଯେଉଁ ଜ୍ୟୋତିର୍ମୟ ଆଲୋକଙ୍କର ଅର୍ଦ୍ଧଛାୟା ଦ୍ୱାରା ସେ ପୋର୍ଚ, ସେ ପ୍ରବେଶ ପଥଟି, ସେ ବାରଣ୍ଡାଟି ଝଲସି ଉଠୁଛି ଏବଂ ମୃଦୁ କମ୍ପନରେ କମ୍ପିତ ହେଉଛି। ତାର ଓଡ଼ିଆ ଅର୍ଥ ଆମେ ଏହା ନେଇପାରିବା, ଏ କୋର୍ଟ ଅଫ୍ ଦି ମିଷ୍ଟିକାଲ ଟ୍ରାଫିକ୍ ଅଫ୍ ଦି ୱାର୍ଲଡସ୍। ଆଉ ଏଇ ଜାଗାଟି ଇଏ ଏକ ଅଗଣା, ଏକ ପ୍ରାଙ୍ଗଣ, ଯେଉଁ ପ୍ରାଙ୍ଗଣରେ ସେଇ ଅଦୃଶ୍ୟ ବହୁ ଜଗତମାନଙ୍କର ମିଷ୍ଟିକାଲ ଟ୍ରାଫିକ୍, ଏକ ରହସ୍ୟମୟ ଯାତାୟତ କାହାର, ବିଭିନ୍ନ ସତ୍ତାମାନଙ୍କର, ବିଭିନ୍ନ ଶକ୍ତିମାନଙ୍କର, ସେ ଅଦୃଶ୍ୟ ଜଗତର ମାନଙ୍କର ଏଠି ଚଲାବୁଲା ହେଉଥାଏ, ଯାତାୟତ ଚାଲିଥାଏ, ଆସୁଥାନ୍ତି ଯାଉଥାନ୍ତି। ଦେଖନ୍ତୁ, ଫାଷ୍ଟ ଯେତେବେଳେ ପୋର୍ଚ ପରେ ଆସୁଛି କ'ଣ ଆଇଲା, କୋର୍ଟ ଆଇଲା। ପୋର୍ଚ ପାସ୍ କଲା ପରେ କୋର୍ଟ ଆଇଲା, ଗୋଟେ ଖୋଲା ଅଗଣା ଜାଗା। ତାପରେ ବାଲକୋନି କହୁଛନ୍ତି। ଏ ବାଲକୋନି ଏସବୁ କ୍ରମ ଅନୁସାରେ ଆସୁଛନ୍ତି। ଇଏ ବାଲକୋନି ସେତେବେଳେ ଅଶୋକପତି କ୍ରମଶଃ ଅଗ୍ରଗତି କରୁଛନ୍ତି, ଏଇ ଜିନିଷ ସବୁ ଭେଟି ଭେଟି ଯାଉଛନ୍ତି। ଏ ବାଲକୋନି ଆଣ୍ଡ ମିରାକୁଲସ୍ ଫ୍ୟାକେଟ୍। ବାଲକୋନି ଆମେ ସମସ୍ତେ ଜାଣିଛନ୍ତି, କୋଠରୀର ସମ୍ମୁଖ ଭାଗରେ ଏକ ଓପନ୍ ପ୍ରୋଜେକ୍ଟେଡ୍ ଏରିଆ କୁହନ୍ତି, ତାକୁ ବାଲକୋନି କହନ୍ତି। ବାଲକୋନିରେ ସେଇ କୋଠରୀରେ ରହିଥିବା ଦେବତା, ଈଶ୍ୱର ବା ଶକ୍ତି, ସେ ଆସି ଅନ୍ୟମାନଙ୍କୁ ଦର୍ଶନ ଦିଅନ୍ତି। ଆଉ ମିରାକୁଲସ୍ ଫ୍ୟାକେଟ୍, ସେ ବାଲକୋନିଟା କାହା ସହିତ ଆଟାଚ୍ ଅଛି ନା ଗୋଟେ ମିରାକୁଲସ୍ ଫ୍ୟାକେଟ୍ ବା ଫ୍ରଣ୍ଟ, ଘରର ଫ୍ରଣ୍ଟ, ସେ ତା ଭିତରେ କୋର୍ଟ ପରେ ଯେଉଁ ଏଣ୍ଟ୍ରି ପରେ ଗୋଟେ ମେନ୍ ବିଲ୍ଡିଂର ଯେଉଁ ୱାଲ୍ ଆସିବ, ସେ ୱାଲ୍ରୁ ଗୋଟେ ବାଲକୋନି ପ୍ରୋଜେକ୍ଟେଡ୍ ହେଇଛି। ସେ ବାଲକୋନି ବିଷୟରେ ଆମେ ଜାଣିଲେ। ତାପରେ ସେ ଫ୍ୟାକେଟ୍ କଥା କହୁଛନ୍ତି। ଫ୍ୟାକେଟ୍ ହେଲା ସେଇ ଫୋର୍ ଫ୍ରଣ୍ଟ ବା ଫେସ୍। ଆଉ ସେଇ ୱାଲ୍, ସେ କାନ୍ଥଟି ଏକ ମିରାକୁଲସ୍ ଫ୍ୟାକେଟ୍। ବହୁତ ରହସ୍ୟ ଜଡ଼ିତ ଅଛି ସେ ୱାଲ୍ରେ। ଏଭଭ୍ ହର୍ ଲାଇଟ୍ ଆଣ୍ଡ ହାଇ ଇମେନ୍ସିଟିଜ୍। ଏଇଠି ଦେଖନ୍ତୁ ହର୍ ଆସିଲା। ଏଠି ହର୍ କାହାକୁ କୁହାହେଉଛି, ଯେଉଁ ବଡ଼ ସବରିନ୍ ବିଷୟରେ ପଢ଼ିଲେ, ଯେଉଁ ଅଧୀଶ୍ୱରୀ, ଯେଉଁ ଦେବୀ ସେଠି ରହି କାର୍ଯ୍ୟ କରୁଛନ୍ତି, ତାଙ୍କର କଥା ପଢ଼ିଲେ ଏଭଭ୍ ହର୍, ତାଙ୍କ ଉପରେ କ'ଣ ସବୁ ବିରାଜିତ ଅଛି। ଏଭଭ୍ ହର୍ ଲାଇଟ୍ ଆଣ୍ଡ ହାଇ ଇମେନ୍ସିଟିଜ୍, ଏକ ଜ୍ୟୋତିର୍ମୟ ଅନନ୍ତ ବିଶାଳତା ଘେରି ରହିଛି ଉପରେ, ଉର୍ଦ୍ଧ୍ୱରେ।
all the unknown looked out from boundlessness ଆଉ ସେ ଜଗତରୁ ସେ ଅଜ୍ଞ ଶକ୍ତିମାନ ସେ ଅଜ୍ଞ ବାଉଣ୍ଡଲେସ୍ ଏକ ଅପରିମେୟ ଅନନ୍ତ ଜଗତରୁ ସେଇ ଅନନୋନ୍ ସେ ଅଜ୍ଞ ଦୃଶ୍ୟ ନିକ୍ଷେପ କରୁଛନ୍ତି ଏହି ପୃଥିବୀକୁ all the unknown looked out from boundlessness ସେ ବିଶାଳତାର ପ୍ରଦେଶ ସେ ଅନନ୍ତର ପ୍ରଦେଶ ସେ ଏକ ପ୍ରାନ୍ତହୀନ ଅନନ୍ତ ଆନନ୍ଦର ପ୍ରଦେଶ ଆଉ ସେଇ ପ୍ରଦେଶରୁ ସ୍ୱୟଂ ଅଜ୍ଞେୟ ଦୃଷ୍ଟି ନିକ୍ଷେପ କରୁଛନ୍ତି ଯେମିତି ବାଲକୋନିରେ ଠିଆ ହୋଇ ତଳେ ଥିବା ପ୍ରଜାମାନଙ୍କୁ ରାଜା ଦର୍ଶନ ଦିଅନ୍ତି ଠିକ୍ ସେହିଭଳି it lodged upon an edge of hourless time ଏଇଠି ଦେଖନ୍ତୁ ଇଟ୍ ଆସିଲା ଯେଉଁ ଇଟ୍ ବିଷୟରେ ପରବର୍ତ୍ତୀ ଲାଇନ୍ ଗୁଡ଼ିକ ବର୍ଣ୍ଣନା କରିବ ତେଣୁ ପ୍ରଶ୍ନ ଆସେ ଏଠି ଇଟ୍ କାହା ବିଷୟରେ କୁହାହେଉଛି ଅବଶ୍ୟ କେଉଁଠି କେଉଁଠି ଟିକେ ଇଣ୍ଟରପ୍ରିଟେସନ୍ ଅଲଗା ଅଲଗା ଅଛି କିନ୍ତୁ ଏଠି ଇଟ୍ ସେଇ ଅନନୋନ୍ ଟ୍ରାନ୍ସେଣ୍ଡେଣ୍ଟ କଥା କହୁଛନ୍ତି ପରାତ୍ପରଙ୍କ କଥା କହୁଛନ୍ତି ସେ ପରାତ୍ପର ଲଜ୍ଡ ଅପନ୍ ଆନ୍ ଏଜ୍ ଅଫ୍ ଆୱାରଲେସ୍ ଟାଇମ୍ ପୁଣି କେଉଁଠି କୁହାହେଇଛି ସେଇ ବର୍ଡ଼ର ସୋଭରିନ୍ ଫୋର୍ସ ସେ ଶକ୍ତି ସେ ଅକଲ୍ଟ ଫୋର୍ସ ସେଇ ଦେବୀ ସେଇ ଏକ ଅନନ୍ତ ସମୟର ଏକ ଶାଶ୍ୱତ ଜଗତର ଏଜ୍ରେ ଦଣ୍ଡାୟମାନ ପ୍ରାନ୍ତ ପ୍ରଦେଶରେ ଦଣ୍ଡାୟମାନ ଅଛନ୍ତି ବିଭିନ୍ନ ଅର୍ଥ ଅଛି ସେଥିପାଇଁ ତ ସାବିତ୍ରୀ ପୋଏମ୍ ଇଜ୍ ମିଷ୍ଟିକ୍ ୱାନ୍ କେବଳ ଅର୍ଥ ନେଇ ବୁଝି ହେବନି ଆସ୍ତେ ଆସ୍ତେ ସିଏ ଆମକୁ ପ୍ରସ୍ତୁତ କରିବେ ତାର ପ୍ରକୃତ ଅର୍ଥ ବୁଝିବା ପାଇଁ ୟୁ କ୍ୟାନ୍ ରିଡ୍ ସାବିତ୍ରୀ ବାଇ ଡିକ୍ସନାରୀ ମିନିଂ ସେଇଥିପାଇଁ ମିଷ୍ଟିକ୍ ହେଇକି ରହିଛି ତେଣୁ ସେ ସେଇ ଶାଶ୍ୱତକର ପ୍ରାନ୍ତ ପ୍ରଦେଶରେ ସେ ବା ସେ ଶାଶ୍ୱତକ ପ୍ରଦେଶରେ ସେ ବିଦ୍ୟମାନ ଏଠି କିଏ ସେ ପରାତ୍ପର ପରମ ପୁରୁଷ gazing out of some everlasting now everlasting now অর্থাৎ beyond time there is no classification of time না অতীত না বর্তমান না অতীত না ভবিষ্যৎ কেবল বর্তমান always eternal now ସେଇଥିପାଇଁ ବଡ଼ ଏନ୍ କୁହାହେଉଛି ନାଓ ଏଭରଲାଷ୍ଟିଂ ନାଓ ଅନଡିଭାଇଡେଡ୍ ଟାଇମ୍ ଦିସ୍ ଇଜ୍ ଦ ରିଲିମ୍ ଅଫ୍ ଅନଡିଭାଇଡେଡ୍ ଟାଇମ୍ ଟାଇମ୍ ଏଠି ଡିଭାଇଡେଡ୍ ନୁହେଁ କ୍ୟାନଟ୍ ବି ଡିଭାଇଡେଡ୍ ତ ଟାଇମ୍ ହାଜ୍ ନୋ ରୋଲ୍ ତ ଆୱାରଲେସ୍ ଟାଇମ୍ କଥା କହୁଛନ୍ତି ସେ ସେଇ ଜଗତର ନିବାସୀ ଆଉ କ'ଣ କରୁଛନ୍ତି ଗେଜିଂ ଆଉଟ୍ ଅଫ୍ ସମ୍ ଏଭରଲାଷ୍ଟିଂ ନାଓ ସେଇ ପ୍ରଦେଶରୁ ସେଇ ରାଜ୍ୟରୁ ସେ ଦୃଷ୍ଟି ନିକ୍ଷେପ କରୁଛନ୍ତି ଏବଂ ଅବଲୋକନ କରୁଛନ୍ତି ସମସ୍ତ ଜଗତକୁ ବା ତଳେ ଥିବା ସମସ୍ତ ଜଗତମାନଙ୍କୁ ଇଏ ହେଲା ସ୍ୱର୍ଗ ଓ ମର୍ତ୍ତ୍ୟର ମିଳନସ୍ଥଳୀ its shadows gleaming with the birth of gods କୁହାଯାଇଛି ଏହି ଜଗତଟି ଏଠି ଦେବତା ମାନେ ଜନ୍ମ ନିଅନ୍ତି ଏଠି ଦେବତା ବିଭିନ୍ନ ଶକ୍ତିମାନେ
प्रकाशित होती। दिस इज द रिलीम, दिस इज द बॉर्डर एरिया, दिस इज द एरिया ऑफ अवर माइंड। तेणु ये प्रत्येक ईश्वर सृष्टि रे, प्रत्येक ईश्वर जन्म रे तांकर शैडो, तांकर छाया प्रतीयमान थाए, तांकर छाया को बहन करिथांती। इट शैडोज ग्लीमिंग विथ बार्थ ऑफ गॉड्स। प्रतिटी शक्तिर प्रकाश रे, प्रतिटी देवतांकर जन्म रे, प्रतिटी देवतांकर आविर्भाव रे, बा प्रतिटी देवता तांकर आविर्भाव रे तांकर छाया, तांकर छाया को बहन करथांती। इट्स बॉडी इज सिग्नालिंग द बॉडीलेस, बा तांकर रूप एक अरूपर कथा कहता है, एक अरूपर वार्ता बहन करुता है। प्रत्येक शरीर, प्रत्येक रूप रे एक अरूपर मोहर अच्छी ना नहीं। साइलेंस, किछि दिन तले इम्पैक्टफुल लाइन कितना मु गोटे पुस्तक पढ़ू पाइली। साइलेंस, सॉरी, साउंड कम्स फ्रॉम साइलेंस, साउंड exists in silence, sound returns to silence, form comes from formless, form is surrounded by formless, and at last form returns to formlessness বা formless। तेणु प्रत्येक रूप, प्रत्येक शरीर, प्रत्येक प्रकाश, प्रत्येक अभिव्यक्ति से अदृश्यंकर वार्ता बहन करुच्ची। इट्स बॉडी सिग्नालिंग द बॉडी, से ही अदृश्य, से ही रूपहीन, से ही आकारहीन, से ही अनंत। फाइनाइट कौटू आसे? फ्रॉम इनफाइनाइट। फाइनाइट कौटी जीव, कौटी मिसिबो? इनफाइनाइट रे। तो इनफाइनाइट इज द प्रोजेक्शन ऑफ इनफाइनाइट। its body is signaling the bodiless, bodiless, its foreheads glowing with oversoul। तांकर फोरहेड्स बा कपाल रे प्रज्वलित होची, जाजुल्यमान होची, ग्लो करुची से विश्वात्मा कर मोहर, से विश्वात्मा कर चेतना। ओवरसोल है विश्वात्मा। इट्स फॉर्म्स प्रोजेक्टेड फ्रॉम द अननेबल है। इट्स फॉर्म्स प्रोजेक्टेड फ्रॉम अननेबल, से अज्ञ ठारू, से अदृश्य ठारू, से अनमैनिफेस्ट रु प्रत्येक फॉर्म प्रोजेक्टेड हो। फॉर्म्स प्रोजेक्टेड फ्रॉम अननेबल, इट्स आईज ड्रीमिंग द इनएफेबल। ये रूप आकार विद्यमान प्रतिटी प्राणी भितरे, प्रतिटी मनुष्य भितरे, तांकर चक्षु जुगल भितरे तांकर स्वप्न ही भरी रोच। ये प्रत्येक मुख तांको रिप्रेजेंट करुची। ये प्रत्येक चक्षु तांकर स्वप्न देखुची, से इनएफेबल, से अवर्णनीय का स्वप्न रे विभोर रोच। आउ इट्स फेस स्टारिंग इनटू एटर्निटी। आउ तांकर मुखटी बा मुहटी बा लक्ष्यटी सब बेले से
ଶାଶ୍ୱତ ଆଡ଼କୁ ହିଁ ଷ୍ଟେୟାର କରୁଛି, ସତର୍କତାର ସହ ଚାହିଁ ବସିଛି। ଅତି କସସ୍ଲି ଷ୍ଟେୟାର କରୁଛି। ଇଟ୍ସ ଫେସେସ୍ ଷ୍ଟାରିଂ ଇନ୍ଟୁ ଏଟର୍ନିଟି। ଇଏ ସବୁ ସିମ୍ବଲିକ ଅନୁସାରେ ସବୁ କଥା ସମସ୍ତଙ୍କ ପାଇଁ କୁହାହେଉଛି। ଇଏ ହେଲା ଅଶ୍ୱପତିଙ୍କ ଜରିଆରେ ସେଇ ଜଗତର କଥା ଆମେ ଜାଣିଲେ। ନେକ୍ସଟ ଷ୍ଟାଞ୍ଜା ହେଲା ଲାଇଫ୍ ଇନ୍ ହିମ୍ ଲର୍ଣ୍ଣଡ ଇଟ୍ସ ହ୍ୟୁଜ୍ ସବକନସିଏଣ୍ଟ ରିୟର୍। ଅଶ୍ୱପତିଙ୍କ କଥା କହୁଛନ୍ତି ନା ଆମ ସମସ୍ତଙ୍କ କଥା କହୁଛନ୍ତି? ଯେତେବେଳେ କହୁଛନ୍ତି ଲାଇଫ୍ ଇନ୍ ହିମ୍ ଲର୍ଣ୍ଣଡ ଇଟ୍ସ ହ୍ୟୁଜ୍ ସବକନସିଏଣ୍ଟ ରିୟର୍, ଆଜି ଅଶ୍ୱପତି ତାଙ୍କର ପ୍ରଚ୍ଛଦ ପଟରେ, ତାଙ୍କର ପଶ୍ଚାତରେ ଏକ ଏତେ ବିରାଟ ଅବଚେତନର ଜଗତ ଅଛି, ସେ ବିଷୟରେ ଆଜି ସମ୍ପୂର୍ଣ୍ଣ ଭାବେ ସେ ଅବଗତ ହେଉଛନ୍ତି। ଲାଇଫ୍ର ତା ଜୀବନର ବଡ଼ ଶିକ୍ଷା ଏଠି ସମାପ୍ତ ହୋଇଛି। ଲାଇଫ୍ ଇନ୍ ହିମ୍ ଲର୍ଣ୍ଣଡ ଇଟ୍ସ ହ୍ୟୁଜ୍ ସବକନସିଏଣ୍ଟ ରିୟର୍। ଆମ ଭିତରେ ଏକ ପ୍ରବଳ ସମ୍ଭାବନା, ଏକ ପ୍ରବଳ ପଜିଟିଭ, ଏକ ସବକନସିଏଣ୍ଟର ବିରାଟ ଜଗତ ବିଦ୍ୟମାନ ଅଛି। ଆମେ ଯାହା ଆଉଟୱାର୍ଡ଼, ଆମେ ବାହାରକୁ ଯାହା ଦେଖୁଛୁ ସେ କିଛି ନୁହେଁ, ଅଳ୍ପ ମାତ୍ର ଟିପ୍ ଅଫ୍ ଦି ଆଇସବର୍ଗ କହନ୍ତି। ବାହାରର ବ୍ୟକ୍ତିତ୍ୱଟା ଏକ ଟିପ୍ ଅଫ୍ ଆଇସବର୍ଗ। ଭିତରେ କେତେ 90% ବୁଡ଼ି ରହିଛି କିମ୍ବା 99% ବୁଡ଼ି ରହିଛି, 1% ଦେଖାଯାଉଛି। ଆମେ ସେଇଟାକୁ ବାହାରର ବ୍ୟକ୍ତିତ୍ୱ ବୋଲି କହୁଛନ୍ତି। ଆମର ବାହାରର ବ୍ୟକ୍ତିତ୍ୱ ଭିତରେ ଏକ ବିଶାଳ ବ୍ୟକ୍ତିତ୍ୱ ଛକି ରହିଛି, ବୁଡ଼ି ରହିଛି ଅବଚେତନର ଗଭୀରତା ଭିତରେ। ଆଉ ଇଟ୍ କ୍ୟାନ୍ ଡୁ ଏନିଥିଙ୍ଗ। ସବୁର ସମ୍ଭାବନାର ସେ ଗନ୍ତାଘର, ଷ୍ଟୋର ହାଉସ୍, ସବକନସିଏଣ୍ଟ ଷ୍ଟୋର ହାଉସ୍। ଲାଇଫ୍ ଇନ୍ ହିମ୍ ଲର୍ଣ୍ଣଡ ଇଟ୍ସ, ଆଜି ଅଶ୍ୱପତିଙ୍କ ଜୀବନ ସେସବୁ ଆବିଷ୍କାର କରିବାର ସେହି ବିଶାଳ ପଶ୍ଚାତରେ ବିଦ୍ୟମାନ ବିଶାଳ ଏକ ଅବଚେତନର ଜଗତକୁ ଉନ୍ମୋଚନ କରୁଛି। ଯେତେବେଳେ ପ୍ରଗତି ହୁଏ, ଅଗ୍ରଗତି ହୁଏ, ସିଦ୍ଧି ହୁଏ, ବୋଥ୍ ଅପୱାର୍ଡ଼ ଆଣ୍ଡ ଡାଉନୱାର୍ଡ଼ ବିଙ୍ଗର ଏକ୍ସପାନସନ୍, ଅପୱାର୍ଡ଼ ଆଣ୍ଡ ଡାଉନୱାର୍ଡ଼, ସେତେବେଳେ ଆମେ ପୂର୍ଣ୍ଣ ସିଦ୍ଧି କଥା କହିବା ଏବଂ ପୂର୍ଣ୍ଣତା ପ୍ରାପ୍ତ କଥା କହିବା। ତଳକୁ ବି ଆଉ ଉପରକୁ ବି, ବୋଥ୍ ଇନ୍ ବୋଥ୍ ଡାଇରେକ୍ସନ୍। କେବଳ ଉପର ଜଗତ କଥା, ଆସେଣ୍ଡିଂ କଥା ଆମେ ଜାଣିଲେ, ବହୁତ ଯୋଗାଯୋଗ କଲେ, ମାନେ ବହୁତ ଉପରକୁ ଆମେ ସବୁ ବିଭିନ୍ନ ଜଗତ କଥା ଜାଣିଲେ, ତଳକୁ ବି ତାଙ୍କର ଗ୍ରୋଥ ହେଉଛି। ତେଣୁ ଦିସ୍ ଇଜ୍ ଇଣ୍ଟେଗ୍ରାଲ୍। The little fronts unlocked, the little fronts unlocked to the unseen vasts। ଉପରେ ଏକ ବିରାଟ ଅବଚେତନର ଦ୍ୱାର ଉନ୍ମୁକ୍ତ ହୋଇଛି, ନାଇଁ ଭିତରେ ପଶ୍ଚାତପଥରେ ସେ ଏକ ବିରାଟ ପରିବ୍ୟାପ୍ତ ଅବଚେତନ ଜଗତକୁ ଉନ୍ମୋଚନ କରୁଛନ୍ତି ଏବଂ ତା ଭିତର ରହସ୍ୟ ସେ ଜାଣୁଛନ୍ତି। ଆଉ ଦ ଲିଟିଲ୍ ଫ୍ରଣ୍ଟସ୍ ଅନଲକ୍ଡ ଟୁ ଦି ଅନସିନ୍ ଭାଷ୍ଟ, ଯାହା ଏପର୍ଯ୍ୟନ୍ତ ସିକ୍ରେଟିକ୍ ଥିଲା, ହିଡେନିକ୍ ଥିଲା, ଗୋପନୀୟ ଥିଲା, ସୁପ୍ତ ଆକାରରେ ଥିଲା, ଅଦୃଶ୍ୟ ଥିଲା, ସେଇ ବିରାଟ ଭାଷ୍ଟ, ସେଇ ଭାଷ୍ଟନେସ୍କୁ ସେ ଆଜି ପ୍ରାପ୍ତି କରୁଛନ୍ତି। କିଏ? ତାଙ୍କର ଲିଟିଲ୍ ଫ୍ରଣ୍ଟସ୍। ଲିଟିଲ୍ ଫ୍ରଣ୍ଟସ୍ କଥା ଭାବିପାରୁଛନ୍ତି ତ? ଆମେ ସମସ୍ତେ ଏକ କ୍ଷୁଦ୍ରତାର ପରିଚୟ ନେଇ ବଞ୍ଚିଛେ, ଏକ କ୍ଷୁଦ୍ରତା ଭିତରେ ବା କ୍ଷୁଦ୍ରତାର ସତ୍ତା ଭିତରେ ବା ଏକ କ୍ଷୁଦ୍ରତାର ସତ୍ତାକୁ ନେଇକି ବଞ୍ଚିଛେ। ଆମେ ଯାହା ସେ ଏକ ଗୋଟେ କ୍ଷୁଦ୍ରତାର ସତ୍ତା, ଆୱାର ଲିଟିଲ୍ ଫ୍ରଣ୍ଟସ୍। ଆମେ ସେଥିରେ ଖୁସି, वी आर हैप्पी विथ आवर लिटिल फ्रेंड्स, but don't know there is a vast world behind us. This is our little front. ଆଉ ଅଶ୍ୱପତି ସେ ଲିଟିଲ୍ ଫ୍ରଣ୍ଟକୁ ଆଜି କ୍ରସ୍ କରିଛନ୍ତି। ଆଉ ସେ ଲିଟିଲ୍ ଫ୍ରଣ୍ଟ
आज अनलक करुच्ची जीवन आज अनलक करुच्ची एक अनसीन एक अदृश्यमय एक विराट जगत हर गप्स स्टूड न्यूड ये देख हर कहीदेले पुणी रईटिंग उपर लक्ष्य रखुए किमती अप एंड डाउन हो हर क्या कहूँ ऊपर लाइफ अच्छे ना नहीं लाइफ इन हिम लर्नड इट्स ह्यूज सबकनशियस रियर से लाइफ रो विषय ये कहते हर गल्फ्स स्टूड न्यूड आज जहाँ ता जीवन जहाँ आज ता पाखे गुप्त के रखी जीवन आम सम्मुखें जहाँ गुप्त के रखी सी आज उन्मुक्त कर दूस आउ से गोपनीयता सब विलीन हो से गोपनीयता आ कि रोनी से गफ्टार जो थिला जो गैप गल्फ जो अज्ञानता आज दूर हो आउ से तार समस्त गोपनीयता सिक्रेट आज अनकभर होची न्यूड माने कौन अनकभर हवा उन्मुक्त हो जाऊँ हर गप्स बा लाइफ बा अशोपति लाइफ्स गप्स स्टूड न्यूड अनकवर्ड हर फार ट्रांसेंडेंसेस फ्लेम्ड इन ट्रांसपेरेंसी ऑफ क्राउडेड लाइट जो अतिक्रमण आज अशोपति होची से अतिक्रमण एक सुदूर अतिक्रमण साधारण नुहे हाई एंड डीप आउ से अतिक्रमण टी ज्योतिर्मय प्रज्वलित हो जाजुल्यमान हो एक शुद्धतार एक स्पष्टतार आउ से शुद्धता स्पष्टता आणुची किए क्राउडेड लाइट से जगत रु केवल तो गोटे आलोक आसुनी अनेक आलोक आसूची अनेक आलोक केते आसूची गोटे जगार विभिन्न रे ही आसूची एवं से क्राउडेड लाइट कहते से जगतर से अदृश्य जगतर आलोक गुच्छ गुड़िक आज एक शुद्ध स्पष्टतार अतिक्रमण को उन्मोचन करुच्ची कहार अतिक्रमण अशोपति।